ଜୟ ଜଗନ୍ନାଥ ଫ୍ରେଣ୍ଡସ୍, ଆପଣମାନଙ୍କୁ ମୋ ଦୁନିଆ ୟୁଟ୍ୟୁବ୍ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ଆସନ୍ତୁ ଆମେ ଆଜି ଝିଅମାନେ କେଉଁ ଘରେ ଜନ୍ମ ଦେଇଥାନ୍ତି ଜାଣିବା। ଝିଅମାନଙ୍କର ଜନ୍ମ କେଉଁ ଘରେ ହୋଇଥାଏ? ଝିଅମାନେ ଜନ୍ମ ହେବା ପାଇଁ ଭଗବାନ କେଉଁ ଘର ବାଛନ୍ତି? ହିନ୍ଦୁ ଧର୍ମରେ ଝିଅମାନଙ୍କୁ ମା ଲକ୍ଷ୍ମୀଙ୍କ ରୂପ ବୋଲି ମନାଯାଇଥାଏ। ଆଜି ମଧ୍ୟ ହିନ୍ଦୁମାନେ ନବରାତ୍ରିରେ କନ୍ୟାମାନଙ୍କର ପୂଜା କରୁଛନ୍ତି। କିନ୍ତୁ ଏହି କଥା ମଧ୍ୟ ସତ୍ୟ ଅଟେ କି ଆଜି ମଧ୍ୟ କିଛି ଲୋକ ଝିଅମାନଙ୍କୁ ବୋଝ ବୋଲି ଭାବନ୍ତି। ହିନ୍ଦୁ ଧର୍ମରେ ପୌରାଣିକ କାଳରୁ ହିଁ ଝିଅମାନଙ୍କୁ ସମାନ ଅଧିକାର ଦିଆଗଲାଣି। କିନ୍ତୁ ଜ୍ଞାନର ଅଭାବ ଯୋଗୁଁ କିଛି ଲୋକ ଝିଅମାନଙ୍କୁ ଭାର ବୋଲି ଭାବନ୍ତି। ଯେବେ ସେମାନେ ଜାଣନ୍ତି ନାହିଁ ଯେ ଭଗବାନ ଆପଣଙ୍କୁ ଏମିତି ଯୋଗ୍ୟ କରିଛନ୍ତି, ତେବେ ଯାଇ ଆପଣମାନଙ୍କୁ ପୁତ୍ରୀ ଧନ ପ୍ରାପ୍ତି ହୋଇଥାଏ। କାହିଁକି ନା ସମସ୍ତଙ୍କୁ ଭଗବାନ ଝିଅମାନଙ୍କର ମାତା ପିତା ହେବାର ସୌଭାଗ୍ୟ ପ୍ରଦାନ କରିନାହାନ୍ତି। ସାଙ୍ଗମାନେ, ଆଜି ମଧ୍ୟ ଯେଉଁ ସମାଜରେ ଆମେ ବଞ୍ଚୁଛେ, ଆଜି ମଧ୍ୟ ସେ ସମାଜ ପୁରୁଷ ପ୍ରାଧାନ୍ୟ ଅଟେ। ଆଜି ମଧ୍ୟ ଯେତେବେଳେ ଝିଅମାନଙ୍କର ଜନ୍ମ ହୁଏ, ଅଧିକାଂଶ ଘରେ ଦୁଃଖର ଛାୟା ଖେଳିଯାଏ। ଏହା ଅନ୍ୟ କିଛି ନୁହେଁ, ବରଂ ଏହା ମନୁଷ୍ୟର ଅଜ୍ଞାନତା ଅଟେ। ଝିଅମାନଙ୍କୁ ବୋଝ ବୋଲି ଭାବିଥାନ୍ତି। କିନ୍ତୁ ଆପଣ ଜାଣିଲେ ଚମକିଯିବେ ଯେ ସବୁ ଘରେ ଝିଅମାନଙ୍କର ଜନ୍ମ ହୋଇ ନଥାଏ। ଯିଏ ଭାଗ୍ୟଶାଳୀ ହୋଇଥାଏ ଏବଂ ଯିଏ ନିଜର ପୁଣ୍ୟକର୍ମ ଅର୍ଜନ କରିଥାଏ, ପୁତ୍ରୀ ସନ୍ତାନ ଭାଗ୍ୟରୁ ହିଁ ମିଳିଥାଏ, କିନ୍ତୁ କନ୍ୟା ସନ୍ତାନ ସୌଭାଗ୍ୟରୁ ମିଳିଥାଏ। ଆଜି ଆମେ ଆପଣଙ୍କୁ ଏହା କହିବୁ ଯେ ଭଗବାନ ଝିଅମାନଙ୍କ ଜନ୍ମ ଦେବା ପାଇଁ କେଉଁ ଘର ବାଛିଥାନ୍ତି। ସେସବୁ କେଉଁ ପୁଣ୍ୟ ଯୋଗୁଁ ହୋଇଥାଏ। କେହି ଝିଅମାନଙ୍କର ବାପା ମା ହୋଇଥାନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ଜୁନ ପଚାରନ୍ତି, ହେ ମାଧବ, କେଉଁ କର୍ମ ଦ୍ୱାରା ପୁତ୍ରୀ ଧନ ପ୍ରାପ୍ତ ହୋଇଥାଏ? ଅର୍ଥାତ୍ କେଉଁ ଘରେ ଝିଅମାନଙ୍କର ଜନ୍ମ ହୋଇଥାଏ? ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ, ହେ ପାର୍ଥ, ଯଦି କେଉଁ ଘରେ ପୁତ୍ର ଜନ୍ମ ହୁଏ ତାହାର ସେମାନଙ୍କର ଭାଗ୍ୟ ଯୋଗୁଁ ହୋଇଥାଏ। କିନ୍ତୁ ଯଦି କେଉଁ ଘରେ ପୁତ୍ରୀମାନଙ୍କର ଜନ୍ମ ହୋଇଥାଏ, ତାହା ସେମାନଙ୍କର ସୌଭାଗ୍ୟର ପରିଣାମ ହୋଇଥାଏ। ଆଉ ଯେଉଁ ସ୍ତ୍ରୀ କିମ୍ବା ପୁରୁଷ ନିଜର ପୂର୍ବଜନ୍ମରେ କିଛି ପୁଣ୍ୟ କାର୍ଯ୍ୟ କରିଥିବେ, ତାଙ୍କୁ ହିଁ କେବଳ ଗୋଟିଏ କନ୍ୟାର ମାତା ପିତା ହେବାର ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। କନ୍ୟାମାନଙ୍କର ଜନ୍ମ ପାଇଁ ଭଗବାନ ସେହି ଘରକୁ ବାଛିଥାନ୍ତି, ଯିଏ ଝିଅମାନଙ୍କର ଭାର ସହିପାରିବେ। କାହିଁକି ନା ତିନି ଲୋକରେ ସ୍ତ୍ରୀମାନେ ଏମିତି ହୋଇଥାନ୍ତି, ଯାହାର ଭାର ସମସ୍ତେ ସହିପାରି ନଥାନ୍ତି। ସବୁ ଝିଅମାନେ ସୃଷ୍ଟିକୁ ନିରନ୍ତର ଚଲାଇଥାନ୍ତି। ମା ହେବା ପାଇଁ ନିଜର ସର୍ବସ୍ୱ ତ୍ୟାଗ କରି ଦେଇଥାନ୍ତି। ହେ ଅର୍ଜୁନ, ଯେଉଁଦିନ ଏ ସୃଷ୍ଟିରେ ଝିଅମାନେ ଜନ୍ମ ହେବା ଅଟକିଯିବ, ସେହିଦିନ ଧୀରେ ଧୀରେ ଏ ସୃଷ୍ଟିର ଅନ୍ତ ଆରମ୍ଭ ହୋଇଯିବ। କାହିଁକି ନା ଝିଅମାନେ ନ ରହିଲେ କାହାର ବି ବଂଶ ଅଗ୍ରଗତି ହେବ ନାହିଁ। ଆପଣମାନେ ମଧ୍ୟ କେତେ ଲୋକଙ୍କଠାରୁ ଶୁଣିଥିବେ, ଯେଉଁ ଘରେ ଝିଅମାନେ ଜନ୍ମ ହୋଇଥାନ୍ତି, ସେହି ଘର ସ୍ୱର୍ଗ ସହିତ ସମାନ ହୋଇଥାଏ। କାରଣ ପୁଅ ତ କେବଳ ଗୋଟିଏ କୁଳକୁ ଉଦ୍ଧାର କରିଥାନ୍ତି, କିନ୍ତୁ ଝିଅମାନେ ତ ଦୁଇ କୁଳକୁ ଉଦ୍ଧାର କରିଥାନ୍ତି। ନିଜର ଉତ୍ତରଦାୟିତ୍ୱ ନିର୍ବାହ କରିବା ପାଇଁ ଝିଅମାନେ ପିତାମାତାଙ୍କ ଘରକୁ ଆସିଥାନ୍ତି ଏବଂ ଶ୍ୱଶୁର ଘରେ ଗୋଟିଏ ବୋହୂ ହୋଇ ସବୁ କର୍ତ୍ତବ୍ୟ ପାଳନ କରିଥାନ୍ତି। ଆପଣମାନେ ଏହା ମଧ୍ୟ ଶୁଣିଥିବେ, ଝିଅମାନେ ତାଙ୍କ ପରିବାରରେ କାହାର ମୃତ୍ୟୁ ପରେ କିଛି ବି ପିଣ୍ଡ କାର୍ଯ୍ୟ କରନ୍ତି ନାହିଁ। କିନ୍ତୁ ଏହା ଆଦୌ ଠିକ୍ ନୁହେଁ। କାରଣ ଆପଣମାନେ ରାମାୟଣରେ ଶୁଣିଥିବେ, ପ୍ରଭୁ ରାମଚନ୍ଦ୍ରଙ୍କ ପିତା ଦଶରଥଙ୍କ ମୃତ୍ୟୁ ପରେ ମାତା ସୀତା ଅର୍ଥାତ୍ ଦଶରଥଙ୍କ ବୋହୂ ସୀତାମାତାଙ୍କର ପିଣ୍ଡଦାନ କରିଥିଲେ। ଯାହାଦ୍ୱାରା ଦଶରଥଙ୍କୁ ଜନ୍ମ ମରଣ ଚକ୍ରରୁ ମୁକ୍ତି ମିଳିଯାଇଥିଲା।
କେବଳ ଏତିକି ନୁହେଁ, ହିନ୍ଦୁ ଧର୍ମଶାସ୍ତ୍ରରେ ମଧ୍ୟ କୁହାଯାଇଛି କି ଝିଅମାନେ ମଧ୍ୟ ନିଜ ପିତାମାତାଙ୍କ ନାମରେ ପିଣ୍ଡଦାନ କରିପାରିବେ। ଶ୍ୱଶୁର ଘର ପକ୍ଷରେ କେହି ଯଦି ପୁରୁଷ ନାହାନ୍ତି, ତେବେ ବୋହୂ ମଧ୍ୟ ପିଣ୍ଡଦାନ କରିପାରିବେ। ସେଥିପାଇଁ ଲୋକମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି, ଯାହାର ଘରେ ଝିଅମାନଙ୍କର ଜନ୍ମ ହୋଇଥାନ୍ତି। ସେମାନେ ଆହୁରି ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି, ଯାହାର ଘରେ ଏକରୁ ଅଧିକ ଝିଅ ଜନ୍ମ ହୋଇଥାନ୍ତି। କିଛି ଲୋକଙ୍କର ଏମିତି ଭାବନା ଥାଏ କି ଝିଅମାନଙ୍କର ବିବାହ ପାଇଁ ସେମାନଙ୍କ ପାଠପଢ଼ା ପାଇଁ ପଇସା ଖର୍ଚ୍ଚ ହେବ। ଗରୁଡ଼ ପୁରାଣରେ କୁହାଯାଇଛି, ଯଦି କାହାର ମୃତ୍ୟୁ ସମୟରେ ସେ ସ୍ତ୍ରୀକୁ ମନେପକାଇ ପ୍ରାଣତ୍ୟାଗ କରେ, ସେ ପରଜନ୍ମରେ ସ୍ତ୍ରୀ ଜନ୍ମ ହୋଇଥାଏ। ଯେଉଁ ଇତିହାସ କହିଥାଏ ସ୍ତ୍ରୀମାନଙ୍କର ଏ ସଂସାରରେ କୌଣସି ମହତ୍ତ୍ୱ ନାହିଁ, ତେବେ ସେ ଇତିହାସ ଆମର ନୁହେଁ। ଲକ୍ଷ୍ମୀ ମା, କାଳୀ ମା ଓ ଦୁର୍ଗା ମା ମଧ୍ୟ ସବୁ ରୂପେରେ ନାରୀକୁ ସମସ୍ତେ ପୂଜା କରନ୍ତି। ସାଙ୍ଗମାନେ, କୁହାଯାଇଛି ଝିଅମାନେ ପୁଅମାନଙ୍କଠାରୁ କମ୍ ନୁହନ୍ତି। ଏହି କଥାର ସତ୍ୟତା ଆମର ଧର୍ମଗ୍ରନ୍ଥରେ ମଧ୍ୟ କୁହାଯାଇଛି। ବଶିଷ୍ଠ ଋଷିଙ୍କ ପତ୍ନୀ ଅରୁନ୍ଧତୀ ବରୁଣ ଦେବତା ଏବଂ ଇନ୍ଦ୍ର ଦେବତାଙ୍କୁ ବ୍ରହ୍ମଜ୍ଞାନ ଦେଇଥିଲେ। ଦ୍ରୌପଦୀ ମଧ୍ୟ ଶାସ୍ତ୍ରବିଦ୍ୟାର ଜାଣିଥିଲେ। ଏତିକି ନୁହେଁ, ଦ୍ରୌପଦୀଙ୍କୁ ମଧ୍ୟ ଅସ୍ତ୍ରଶସ୍ତ୍ର ଜଣାଥିଲା ଏବଂ ସେ ଯୁଧିଷ୍ଠିରଙ୍କୁ ରାଜକାର୍ଯ୍ୟରେ ସହଯୋଗ କରୁଥିଲେ। ଏହା ମଧ୍ୟ ସତ୍ୟ ଅଟେ କି ହିନ୍ଦୁ ଧର୍ମରେ ପୁଅମାନେ ଝିଅମାନଙ୍କୁ ଇଜ୍ଜତ ଦେଉନାହାନ୍ତି, କାରଣ ଦ୍ରୌପଦୀଙ୍କର ବସ୍ତ୍ର ଛୁଇଁବା ମାତ୍ରେ କୁରୁବଂଶର ସର୍ବନାଶ ହୋଇଯାଇଥିଲା। ମାତା ସୀତାଙ୍କ ହରଣ ମାତ୍ରକେ ପୂରା ସୁନାର ଲଙ୍କା ଧ୍ୱଂସ ହୋଇଯାଇଥିଲା। ରାମାୟଣରେ ଭଗବାନ ରାମ ଶିବଧନୁ ଭାଙ୍ଗିବା ପରେ ରାଜା ଜନକ ସୀତାରାମଙ୍କ ବିବାହ ପାଇଁ ରାଜା ଦଶରଥଙ୍କୁ ନିମନ୍ତ୍ରଣ ପଠାଇଥିଲେ। ଦଶରଥ ସେଠାକୁ ଆସି ଜନକଙ୍କୁ ପ୍ରଣାମ କରିଥିଲେ। ଆଜିକାଲି ଆପଣ ଦେଖୁଥିବେ, ବରପକ୍ଷର ଲୋକ ଅଧିକ ଗର୍ବରେ କହୁଛନ୍ତି ସେମାନେ ଝିଅର ମାତାପିତାଙ୍କୁ ସ୍ୱୟଂ ପ୍ରଣାମ କରିବାକୁ ନିଜର ଅପମାନ ଭାବନ୍ତି। ରାଜା ଦଶରଥ ଜନକଙ୍କୁ ପ୍ରଣାମ କରିବା ପରେ ଜନକ ତାଙ୍କୁ ମନା କରି ଅତ୍ୟନ୍ତ ସରଳ ଭାବରେ କୁହନ୍ତି, ଆପଣ ବରପକ୍ଷ ଅତ୍ୟନ୍ତ ଶ୍ରେଷ୍ଠ, ବଡ଼ ଅଯୋଧ୍ୟାପତି ଦଶରଥ ଅଟନ୍ତି। ଏପରି କରନ୍ତୁ ନାହିଁ। କିନ୍ତୁ ରାଜା ଦଶରଥ କହିଲେ, ବଡ଼ ଆପଣ, କାହିଁକିନା ଆପଣ ଦାତା, ମୁଁ ଗ୍ରହୀତା। ମୁଁ ଆପଣଙ୍କଠାରୁ ଆପଣଙ୍କର ପୁତ୍ରୀକୁ ନେବା ପାଇଁ ଆସିଛି। ବଡ଼ ଆପଣ। ଆପଣ ଦାତା। ହଁ ସାଙ୍ଗମାନେ, ଝିଅମାନଙ୍କର ବାପା ମା'ଙ୍କୁ ଗର୍ବ ହେବା ଦରକାର, କାରଣ ସେମାନେ ଦାତା ଅଟନ୍ତି। ଶାସ୍ତ୍ରରେ କୁହାଯାଇଛି, ଯେତେବେଳେ ଗୋଟିଏ ଝିଅର ବାପା ମା ଝିଅକୁ ଭଲ ପୁଅ ଦେଖି ବିବାହ ଦିଅନ୍ତି, ସେତେବେଳେ ତାଙ୍କର 21 ପିଢ଼ିର ମୁକ୍ତିପ୍ରାପ୍ତ ହୋଇଥାଏ। ସେଥିପାଇଁ ସର୍ବଦା ନିଜ ଝିଅମାନଙ୍କୁ ଭଲ ପାଆନ୍ତୁ, କାହିଁକିନା ଯାହାର ଜନ୍ମ ଦ୍ୱାରା ଆପଣଙ୍କୁ ପୁଣ୍ୟର ଭାଗୀଦାରୀ ହେଇପାରୁଛନ୍ତି। ଗୋଟିଏ ପୁତ୍ରଠାରୁ ମଧ୍ୟ ପୁତ୍ରୀ ଅଧିକ ମାତାପିତାଙ୍କ କଥା ଭାବିଥାଏ। ଝିଅ ମନରେ ନିଜ ମାତାପିତାଙ୍କ ପାଇଁ ପ୍ରେମ ଓ ନିଜରପଣ ସବୁବେଳେ ସୃଷ୍ଟି ହୋଇଥାଏ। ଝିଅମାନେ ନିଜ ବାପା ମା ଉପରେ କେବେ ବୋଝ ହୋଇ ନଥାଏ। ସେମାନଙ୍କର କୌଣସି ସ୍ୱାର୍ଥ ନଥାଏ। ସେମାନେ କେବଳ ନିଜ ବାପା ମା ଏବଂ ନିଜ ଶ୍ୱଶୁର ଘରକୁ ସଜାଡ଼ିବା ପାଇଁ ଜନ୍ମ ହୋଇଥାନ୍ତି। କେତେ ଲୋକ ଏମିତି ହୋଇଥାନ୍ତି କି ଗରିବ ହୋଇ ମଧ୍ୟ ଝିଅମାନଙ୍କୁ ଭଲ ସଂସ୍କାର ଦେଇଥାନ୍ତି। ଗୋଟିଏ ଥର ସ୍ୱାମୀ ବିବେକାନନ୍ଦ ବୈଷ୍ଣବ ଦେବୀଙ୍କ ସିଡ଼ି ଚଢ଼ୁଥିଲେ। ତାଙ୍କ ପାଖରେ ଗୋଟିଏ ଚାଷୀ ନିଜ ଝିଅକୁ କାନ୍ଧରେ ବସାଇ ସିଡ଼ି ଚଢ଼ୁଥିଲେ। ସ୍ୱାମୀ ବିବେକାନନ୍ଦ କହିଲେ, ବାପା, ତୁମର ଝିଅର ବୋଝ ତୁମକୁ ଭାରି ପଡ଼ୁଥିବ। ତାକୁ ମୁଁ ଉଠାଇ ବୈଷ୍ଣବ ଦେବୀଙ୍କ ପର୍ଯ୍ୟନ୍ତ ନେଇଯାଉଛି। ତେବେ ଚାଷୀ କହିଲା, ଝିଅ କେବେ ବାପା କାନ୍ଧରେ ବୋଝ ହୋଇ ନଥାଏ। ଝିଅ ବାପା କାନ୍ଧରେ ଥିଲେ ବାପାଙ୍କର ବୋଝ ହାଲୁକା ହୋଇଥାଏ। ଝିଅମାନେ କେବେ ଧନସୁଖୀ ହୋଇ ନଥାନ୍ତି, ବରଂ ସେମାନେ କେବଳ ମାନସମ୍ମାନ ଆଡ଼କୁ ଅଗ୍ରସର ହୋଇଥାନ୍ତି। ଆପଣମାନେ ନିଶ୍ଚୟ ଭାବୁଥିବେ, କେଉଁ କର୍ମ କରିବା ଦ୍ୱାରା କନ୍ୟାଧନ ପ୍ରାପ୍ତ ହୋଇଥାଏ। ଗରୁଡ଼ ପୁରାଣ ଅନୁସାରେ ଯେଉଁ ମନୁଷ୍ୟ ସର୍ବଦା ପୁଣ୍ୟ କରିଥାଏ,
ଦାନ ଧର୍ମ କରିଥାଏ ତାଙ୍କୁ ଆଗାମୀ ଜନ୍ମରେ କନ୍ୟା ରତ୍ନ ଧନ ପ୍ରାପ୍ତ ହୋଇଥାଏ। ଯଦି ଆପଣମାନଙ୍କର କେଉଁ ଝିଅ ନାହାନ୍ତି ତେବେ ଆପଣ ନିଜ ସମ୍ପର୍କୀୟ ଏବଂ କୌଣସି ଗରିବ ଝିଅକୁ ପଢ଼ାଇ ସାହାଯ୍ୟ କରିପାରିବେ ଏବଂ ତା'ର ବିବାହ ମଧ୍ୟ କରିପାରିବେ। ଏହାଦ୍ୱାରା ଅତ୍ୟନ୍ତ ପୁଣ୍ୟ ଫଳ ମିଳିଥାଏ। ଆଶା କରୁଛି ଯେ ଆପଣ ଭଲ ଭାବରେ ବୁଝିପାରୁଥିବେ ଯେ କନ୍ୟାଙ୍କର ଜନ୍ମ କାହିଁକି ହୋଇଥାଏ, ତାହା ସହିତ କନ୍ୟାମାନଙ୍କର କେଉଁ ଘରେ ଜନ୍ମ ହୋଇଥାଏ। ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ଦୟାକରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଓ ଲାଇକ୍ କରନ୍ତୁ। ଜୟ ଜଗନ୍ନାଥ।